ସାଙ୍ଗମାନେ ଦୀପ ଜଳାଇବା ସମୟରେ ସଳିତା ଅଧା ରହିଯାଉଛି କିମ୍ବା ପୁରା ସଳିତା ଜଳିଯାଉଛି। ଯେଉଁ ଠାକୁରଙ୍କ ପାଖରେ ଆମେ ଫୁଲ ଅର୍ପଣ କରୁଛେ ସେସବୁ ଫୁଲକୁ କ'ଣ କରିବା ଉଚିତ? ଯେଉଁ ବଳକା ସଳିତା ରହିଯାଉଛି ତାକୁ କ'ଣ କରିବା ଉଚିତ? ଦୀପ ଜୋରରେ ଜଳୁଛି ତାହା କେଉଁ ସଂକେତ ଦେଇଥାଏ କିମ୍ବା ଦୀପ ଅଧାରୁ ଲିଭି ଯାଇଥାଏ ତାହା କେଉଁ ସଂକେତ ଦେଇଥାଏ? ସେ ସବୁ ଆମେମାନେ ଏହି ଗୋଟିଏ ଭିଡ଼ିଓ ମାଧ୍ୟମରେ ସବୁ ପ୍ରଶ୍ନର ଉତ୍ତର ଆପଣମାନେ ପାଇପାରିବେ। ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣମାନଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ଅନେକ ଅନେକ ସ୍ୱାଗତ ଜଣାଉଛି। ସାଙ୍ଗମାନେ, ଭିଡ଼ିଓଟିକୁ ଆମେମାନେ ଆଗକୁ ନେବା, କିନ୍ତୁ ଯେଉଁ ସାଙ୍ଗମାନେ ମୋର ଚ୍ୟାନେଲରେ ନୂଆ ଅଛନ୍ତି ଦୟାକରିକି ମୋର ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ତା ସହିତ ପାଖରେ ଥିବା ବେଲ୍ ଆଇକନ୍ ଉପରେ ପ୍ରେସ୍ କରିକି ଅଲ୍ ବଟନରେ କ୍ଲିକ୍ କରିଦିଅନ୍ତୁ, ଯାହାଦ୍ୱାରା କି ମୁଁ ନେକ୍ସଟ ଭିଡ଼ିଓ ଅପଲୋଡ଼ କଲେ ସେଟା ଆପଣମାନେ ପ୍ରଥମେ ନୋଟିଫିକେସନ୍ ଦ୍ୱାରା ହିଁ ପାଇପାରିବେ। ସାଙ୍ଗମାନେ, ପ୍ରଥମ କଥା, ଯେତେବେଳେ ଦୀପ ଲଗାଉଛନ୍ତି, ସବୁଦିନ ଆପଣମାନେ ଯଦି ବି ଦୀପ ଲଗାଉଛନ୍ତି ପ୍ରଥମେ ଦୀପକୁ ଭଲ ଭାବରେ ସଫା କରିଦିଅନ୍ତୁ ଆଉ ତାପରେ ହିଁ ଠାକୁରଙ୍କ ପାଖରେ ଦୀପ ଲଗାନ୍ତୁ। ଆଉ ସାଙ୍ଗମାନେ, ଆପଣମାନେ ଜାଣିକି ଆଶ୍ଚର୍ଯ୍ୟ ହେବେ ଯେ ଏ ଯେଉଁ ସଳିତା, ପୋଡ଼ା ସଳିତାର କିଛି ଏପରି ଶକ୍ତି ରହିଛି, କାହିଁକି ନା ଦୀପ ଈଶ୍ୱରଙ୍କ ପାଖେ ଜଳା ଯାଇଥାଏ। ଆଉ ଯେତେବେଳେ ଦୀପକୁ ଆମେ ଈଶ୍ୱରଙ୍କ ପାଖରେ ଜାଳିଥାଉ ଅନେକ ଦୈବୀ ଶକ୍ତି ସେଟାକୁ ଆସିଥାନ୍ତି। ଆଉ ସାଙ୍ଗମାନେ, ଦୀପକୁ ଆମେମାନେ ଅନ୍ଧାରକୁ ଦୂରୀଭୂତ କରିବା ପାଇଁ ହିଁ ଲଗାଇଥାଉ। ଦୀପ ଲଗାଇଲା ବେଳେ ଆମେ ନିଜର ମଙ୍ଗଳ କାମନା କରି ତଥା ଆମର ପରିବାରର ମଙ୍ଗଳ କାମନା କରି ହିଁ ଲଗାଇଥାଉ। ଆମେମାନେ ତ ଅନେକ ଶୁଭ ଅବସରରେ ଦୀପ ଲଗାଇଥାଉ। କେତେବେଳେ ପୂଜା ପର୍ବରେ ମଧ୍ୟ ଆମେ ଠାକୁରଙ୍କ ମନ୍ଦିରରେ ଯାଇକି ଦୀପ ଲଗାଇଥାଉ। ଆମେ ଯେତେବେଳେ ଘରେ ପୂଜା କରୁଛେ ମା ବୃନ୍ଦାବତୀଙ୍କ ପାଖରେ ଦୀପ ଲଗାଇଥାଉ, ଠାକୁରଙ୍କ ଘରେ ଦୀପ ଲଗାଇଥାଉ, କିନ୍ତୁ ମୂଳ ଉଦ୍ଦେଶ୍ୟ ଯେ ଆମେ ଆମର ମଙ୍ଗଳ କାମନା କରି ହିଁ ଦୀପ ଲଗାଇଥାଉ। ତେଣୁ ଆପଣମାନେ ଯେବେ ବି ଦୀପ ଲଗାଉଛନ୍ତି ପ୍ରଥମେ ଦୀପକୁ ସଫା କରିକି ହିଁ ଠାକୁରଙ୍କ ପାଖରେ ଲଗାନ୍ତୁ। ପିତ୍ତଳ ଦୀପ ହେଉ କିମ୍ବା ମାଟି ଦୀପ ହେଉ, ସଫା କରିକି ହିଁ ଲଗାନ୍ତୁ। ସାଙ୍ଗମାନେ, ଯଦି ଆପଣମାନେ ଅନୁଭବ କରିଥିବେ ବି କେବେ କେବେ ଯେ ଦୀପ ଆପଣମାନେ ଲଗାଉଛନ୍ତି ଆଉ ହଠାତ୍ ଦୀପ ବହୁତ ଜୋରରେ ଜଳୁଛି, ଦୀପର ସଳିତା ବେଳେବେଳେ ଧୀରେ ଧୀରେ ଜଳୁଛି, ସିଧା ଗୋଟେ ଧାରାରେ ଜଳୁଛି, ଏପଟ ସେପଟ ଅଳ୍ପ ହେଇ ଜଳୁଛି। ଏହାର ଅର୍ଥ ଆପଣମାନେ ଜାଣିଛନ୍ତି କି? ଏହାର ଅର୍ଥ ହେଉଛି ଆମର ପୂଜାକୁ ଠାକୁର ସ୍ୱୀକାର କରିଛନ୍ତି। ଏହିସବୁ ଜିନିଷ ଆପଣଙ୍କ ସହିତ ସବୁଦିନ କେବେ ବି ହେଉନଥିବ। ଏସବୁ ଜିନିଷ ସେତେବେଳେ ହେଉଥିବ ଯେଉଁଦିନ ଆପଣମାନେ ଶ୍ରଦ୍ଧାରେ ଭକ୍ତିରେ ଠାକୁରଙ୍କୁ ପୂଜା କରିଥିବେ। ଆପଣଙ୍କ ମନ ବହୁତ ଭଲ ଥିବ, ଆପଣଙ୍କ ମନ ପରିଷ୍କାର ଥିବ, ଆପଣଙ୍କ ମନଟି ଭଗବାନଙ୍କ ଉଦ୍ଦେଶ୍ୟରେ ଥିବ, ଭଗବାନଙ୍କ ପାଇଁ ସମର୍ପିତ ହୋଇଥିବ। ସେଇଦିନ ହିଁ ଆପଣମାନଙ୍କ ସହିତ ଏହା ହୋଇଥାଏ। ଆମେ ଯେତେବେଳେ ଦୀପ ଲଗାଇଥାଉ ତାହା ଯଦି ଅଧା ଜଳେଇକି ରହିଯାଇଥାଏ ତେବେ ଜାଣି ରଖନ୍ତୁ ଯେ ଆପଣଙ୍କ ପୂଜାକୁ ଠାକୁର ସ୍ୱୀକାର କରିନାହାନ୍ତି। କିନ୍ତୁ ତା ଅର୍ଥ ନୁହେଁ ଯେ ଠାକୁରଙ୍କ ପାଖରେ ଦୀପ ଲଗେଇଛନ୍ତି ଆଉ ଘିଅ ଅଳ୍ପ ଦେଇଛନ୍ତି କିମ୍ବା ପବନ ହେଉଛି ସେ ଜାଗାକୁ ଦୀପ ଲିଭି ଯାଉଛି, ତା ଅର୍ଥ କିନ୍ତୁ ଅଲଗା। କିନ୍ତୁ ଆପଣମାନେ ଦୀପ ଲଗାଇଛନ୍ତି, ଘିଅ ବି ଦେଇଛନ୍ତି ଆଉ ସେଟା ଆପେ ଆପେ ଲିଭି ଯାଉଛି, ଜାଣି ନିଅନ୍ତୁ ଭଗବାନଙ୍କର କେଉଁଠି ନା କେଉଁଠି ଆପଣମାନେ ଭଲ ମନରେ ପୂଜା କରିନାହାନ୍ତି। ଯଦି ଆପଣମାନଙ୍କ ସହ ଏଇଟା ସବୁଦିନ ହେଉଛି, ପ୍ରତ୍ୟେକ ଦିନ ଏହା ହେଉଛି, ଆପଣମାନେ ଜାଣି ରଖନ୍ତୁ ଯେ ଆପଣଙ୍କୁ ଆଗକୁ କିଛି ବିପଦ ଆସିବାକୁ ଯାଉଛି ଆଉ ଏହା ଈଶ୍ୱର ଆପଣମାନଙ୍କୁ ସଂକେତ ଦେଉଛନ୍ତି। ଯଦି ଏସବୁ ସବୁଦିନ ଆପଣମାନଙ୍କ ସହିତ ହେଉଛି ତେବେ ଆପଣ ଈଶ୍ୱରଙ୍କ ପାଖରେ କ୍ଷମା ପ୍ରାର୍ଥନା କରନ୍ତୁ, କାହିଁକି ନା ଆମେ ନିଜେ ବି ଜାଣିନେ ଆଗକୁ ଆମ ସହିତ କ'ଣ ହେବାକୁ ଯାଉଛି। ତେଣୁ ଠାକୁରଙ୍କ ପାଖରେ ଆପଣମାନେ କ୍ଷମା ପ୍ରାର୍ଥନା କରନ୍ତୁ। ସାଙ୍ଗମାନେ, ଆପଣ ଏହି ଜଳି ଯାଉଥିବା ସଳିତାକୁ ଆପଣମାନେ ଫିଙ୍ଗି ଦେଉଥିବେ କିମ୍ବା ଜଳି ଯାଉଥିବା ସଳିତାକୁ କିମ୍ବା ଅଧା ଜଳା ସଳିତାକୁ ଗଦେଇକି କେଉଁଠି ରଖିଦେଉଥିବେ, ସେମିତି ଜମାରୁ ବି କରନ୍ତୁ ନାହିଁ। ଯେଉଁ ଘରେ ଏହି ସଳିତାକୁ ଫିଙ୍ଗି ଦିଆଯାଏ କିମ୍ବା ଯଦି ଆମେ ଏହି ସଳିତାକୁ ପାଦରେ କୁଦୁ ବା ଠାକୁରଙ୍କ ପାଖରେ ଯେଉଁ ଫୁଲ ଲଗାଇଥାଉ ତାକୁ ଆମେ ପାଦରେ ମାଡ଼ି ଦେଇଥାଉ, ଏହା ଲକ୍ଷ୍ମୀ ଛଡ଼ା କାମ ହୋଇଥାଏ। ମା ଲକ୍ଷ୍ମୀ ଆମ ଉପରେ କୋପ କରିଥାନ୍ତି। ତେଣୁ ଆମେ ଏହାକୁ ଏଠି ସେଠି ପକାଇବା ଉଚିତ ନୁହେଁ। ଆପଣ ଏହି ଜଳି ଯାଉଥିବା ସଳିତା କିମ୍ବା ଅଧା ଜଳା ସଳିତାକୁ ଗୋଟେ ଡବାରେ ରଖନ୍ତୁ ବା ଗୋଟେ ପଲିଥିନରେ ରଖନ୍ତୁ। ଯେତେବେଳେ ଏହା ଅଧିକ ହୋଇଯିବ
ଏହାକୁ କର୍ପୂର ପକାଇକି କିମ୍ବା ଘିଅ ଅଳ୍ପ ପକାଇକି ସନ୍ଧ୍ୟା ସମୟରେ ଜାଳି ଘରେ ବୁଲାନ୍ତୁ। ଏହାପରେ ଯେଉଁ ପାଉଁଶ ବଳିଯାଉଛି ତାହାକୁ ଆପଣମାନେ ମଧ୍ୟ ସାଇତିକି ରଖନ୍ତୁ ଆଉ ଏହା ଟୀକା ଭାବରେ ଲଗାନ୍ତୁ। ଆପଣମାନେ ଯେଉଁ ଅଫିସକୁ ଯାଉଛନ୍ତି, ଇଣ୍ଟରଭ୍ୟୁ ଯାଉଛନ୍ତି କିମ୍ବା ଏକ୍ଜାମ୍ ଦେବାକୁ ଯାଉଛନ୍ତି ସେତେବେଳେ ବି ଆପଣ ଟୀକା କରି ଲଗାଇ ପାରିବେ। ସାଙ୍ଗମାନେ, ପଞ୍ଚତତ୍ତ୍ୱ ମଧ୍ୟରେ ଅଗ୍ନି ଏକ ତତ୍ତ୍ୱ। ଆଉ ଆମେ ଏହି ଅଗ୍ନିକୁ ପ୍ରଜ୍ୱଳନ କରି ଈଶ୍ୱରଙ୍କ ପାଖେ ପ୍ରାର୍ଥନା କରୁ, ଈଶ୍ୱରଙ୍କ ପାଖେ ଦୀପ ଜାଳୁ ଆଉ ନିଜର ମଙ୍ଗଳ କାମନା କରି ନିଜର ପରିବାରର ମଙ୍ଗଳ କାମନା କରିଥାଉ। ସାଙ୍ଗମାନେ, ଯଦି ଆପଣମାନେ ଏହି ପ୍ରୋସେସ୍କୁ ବି କରିପାରୁନାହାନ୍ତି ତେବେ ଆପଣ ଏହି ସଳିତାକୁ ସବୁକୁ ଆପଣମାନେ ନେଇକି ଆପଣମାନେ ଯେଉଁ ଗଛ ଲଗେଇଛନ୍ତି, ବାଡ଼ିରେ ଲଗେଇଛନ୍ତି କିମ୍ବା ଆପଣ ବାଲକୋନିରେ ଲଗେଇଛନ୍ତି, ସେହି ମାଟି ତଳେ ହିଁ ୟାକୁ ପୋତି ପାରିବେ। ଯେକୌଣସି ଆପଣ ଗଛ ଲଗେଇଛନ୍ତି ସେଇ ଗଛରେ ଆପଣମାନେ ମାଟିରେ ଏହାକୁ ପୋତି ପାରିବେ। ଯେଉଁ ଦୀପକୁ ଠାକୁରଙ୍କ ପାଖେ ଲଗାଉଛନ୍ତି, ସେ ମାଟି ଦୀପ ହେଉ କିମ୍ବା ପିତ୍ତଳ ଦୀପ ହେଉ, ଏହା ଲଗାଇବା ବେଳେ ଦୀପକୁ ନିଶ୍ଚିତ ଭାବରେ ପରିଷ୍କାର କରି ସଫା କରି ହିଁ ଠାକୁରଙ୍କ ପାଖେ ଦୀପ ଲଗାନ୍ତୁ। ଆଉ ଦୀପ ଯେତେ ପୁରୁଣା ହେବ ସେତେ ଆପଣମାନଙ୍କୁ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ମିଳିବ। ଆଉ ନିଜର ଦୀପକୁ କେବେ ବି ଅନ୍ୟ କାହାକୁ ଦିଅନ୍ତୁ ନାହିଁ। ସାଙ୍ଗମାନେ, ଯେତେବେଳେ ଅଖଣ୍ଡ ଦୀପ ଲଗାଉଛନ୍ତି, ଯଦି ଅଖଣ୍ଡ ଦୀପ ଲିଭି ଯାଉଛି ଆଉ ଆମେମାନେ ନିଶ୍ଚିତ ଭାବରେ ଆପଣମାନେ ଭୟଭୀତ ହୋଇଥାନ୍ତି ଯେ ଆମ ଘର ଉପରେ କିଛି ବିପଦ ଆସିନାହିଁ ତ, ଏହା କିଛି ବିପଦର ସଂକେତ ନୁହେଁ ତ, ଏସବୁ ଗୁଡ଼ାଏ ପ୍ରଶ୍ନ ଆପଣମାନଙ୍କ ମନରେ ଆସୁଥିବ ନିଶ୍ଚିତ ଭାବରେ। କିନ୍ତୁ ସାଙ୍ଗମାନେ, ଯେତେବେଳେ ଆପଣମାନେ ଅଖଣ୍ଡ ଦୀପ ଲଗାଉଛନ୍ତି, ଗୋଟିଏ ଅଲଗା ଦୀପ ଆପଣମାନେ ସାଇତିକି ସେଥିରେ ଘିଅ ଦେଇକି ରଖିଥାନ୍ତୁ। ଯେତେବେଳେ ଆପଣମାନେ ଅଖଣ୍ଡ ଦୀପ ଲିଭିଯିବ ବୋଲି ଭାବୁଛନ୍ତି ସେତେବେଳେ ସେହି ଅଖଣ୍ଡ ଦୀପରୁ ଯେଉଁ ଅଗ୍ନି ପ୍ରଜ୍ୱଳିତ ଆପଣମାନେ କରିଛନ୍ତି, ସେହି ଅଗ୍ନିକୁ ଆପଣମାନେ ସେହି ଅଖଣ୍ଡ ଦୀପରୁ ଜ୍ୟୋତିକୁ ଆପଣମାନେ ଆଣି ଅନ୍ୟ ଦୀପରେ ଲଗାନ୍ତୁ। ଆଉ ଏହି ଅଖଣ୍ଡ ଦୀପ ଆପଣମାନେ ଜାଳିବା ଦ୍ୱାରା ଆପଣମାନଙ୍କର ବହୁତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ତେଣୁ ଯଦି ଆପଣମାନେ ଜାଣୁଛନ୍ତି କିମ୍ବା ଭାବୁଛନ୍ତି ଯେ ଦୀପ ଲିଭିବା ପାଇଁ ଯାଉଛି, ସେହି ଦୀପରୁ ଯେଉଁ ଦୀପ ଆପଣ ଅଖଣ୍ଡ ଦୀପ ଲଗାଇଛନ୍ତି ସେହି ଦୀପରୁ ଜ୍ୟୋତି ଆଣିକି ଅନ୍ୟ ଦୀପଟିରେ ଲଗାଇ ଦିଅନ୍ତୁ। ଏହାଦ୍ୱାରା ଆପଣମାନଙ୍କର ପୂଜା କେବେ ବି ଅଧା ରହିବନି। ସାଙ୍ଗମାନେ, ଅଖଣ୍ଡ ଦୀପ ଲଗାଇବା ଦ୍ୱାରା ଆପଣମାନଙ୍କୁ ବହୁତ ଫାଇଦା ମିଳିଥାଏ। ଏହା ମାନାଯାଇଥାଏ ଯେ ଜାଗରରେ ଅନିଦ୍ରା ରହି ଯଦି ଆପଣମାନେ ଠାକୁରଙ୍କ ପାଖେ ଦୀପ ଲଗାଉଛନ୍ତି ତେବେ ଆପଣଙ୍କର ବର୍ଷ ଯାକର ପାପ ସବୁ ମହାଦେବ ହରି ନେଇଥାନ୍ତି। ସାଙ୍ଗମାନେ, ଠାକୁରଙ୍କୁ ଯେତେବେଳେ ଆପଣମାନେ ଫୁଲ ଦେଉଛନ୍ତି, ଫୁଲ ଅର୍ପଣ କରୁଛନ୍ତି, ଆଉ ସେଇ ଫୁଲକୁ ଆପଣମାନେ ଯେତେବେଳେ ସକାଳୁ ଉଠାଉଛନ୍ତି, ସେ ଫୁଲକୁ ଆପଣମାନେ କ'ଣ କରିବା ଉଚିତ? ହୁଏତ ଆପଣମାନେ ପକାଇ ଦେଉଥିବେ କିମ୍ବା କେଉଁ ଜାଗାରେ ଗଦେଇକି ରଖିଦେଉଥିବେ। ସେମିତି ଜମାରୁ ବି କରନ୍ତୁ ନାହିଁ। ଆପଣମାନେ ଏହି ଫୁଲକୁ ପ୍ରବାହିତ ଜଳରେ ନେଇକି ପ୍ରବାହିତ କରିପାରିବେ। ନଚେତ୍ ଯଦି ସେଇଟା କରିପାରୁନାହାନ୍ତି, ଆପଣମାନେ ଆପଣଙ୍କ ଘରେ ଥିବା କିମ୍ବା ବାଡ଼ିରେ ଥିବା ଗଛ ମୂଳରେ ଏହି ଫୁଲକୁ ପୋତି ଦିଅନ୍ତୁ। ସାଙ୍ଗମାନେ, ସେ ପୁରା ପୋଡ଼ି ଯାଇଥିବା ସଳିତା ହେଉ କିମ୍ବା ଅଧା ଜଳା ସଳିତା ହେଉ କିମ୍ବା ଠାକୁରଙ୍କ ପାଖରେ ଯେଉଁ ଫୁଲ ହେଉ, ଯାହା ବି ଆମେ ଠାକୁରଙ୍କୁ ଅର୍ପଣ କରୁଛେ ସେଇଟାକୁ ଆମେ କେବେ ବି ମାଡ଼ିବା ଉଚିତ ନୁହେଁ କିମ୍ବା ଏଠି ସେଠି ଅନାବନା ଜାଗାରେ ପକାଇବା ଉଚିତ ନୁହେଁ। କାହିଁକିନା ଏଇଟା କରିବା ଦ୍ୱାରା ମା ଲକ୍ଷ୍ମୀଙ୍କର କୋପ ଦୃଷ୍ଟି ପଡ଼ିଥାଏ। ଆମେ ଯେଉଁ ଦେବାଦେବଙ୍କୁ ପୂଜା କରିଥାଉ ତାଙ୍କର କୋପ ଦୃଷ୍ଟି ପଡ଼ିଥାଏ। ତେଣୁ ଆପଣମାନେ କେବେ ବି ଏପରି ଭୁଲ କରନ୍ତୁ ନାହିଁ। ଯେଉଁ ବି ସଳିତା ଆପଣମାନେ ଲଗାଉଛନ୍ତି, ଯାହା ବି ବଳକା ସଳିତା ରହୁଛି, ଆପଣମାନେ ସବୁଠାରୁ ଭଲ ଉପାୟ ଯଦି ଆପଣମାନେ, ମୁଁ ଆପଣଙ୍କୁ 2ଟା ପ୍ରୋସେସ୍ କହିଲି, ଆପଣମାନଙ୍କୁ ଯେଉଁଟା ଭଲ ଲାଗିବ ଆପଣମାନେ ସେଇଟା କରିବେ। କିନ୍ତୁ ଆପଣମାନେ କେବେ ବି ଏହିସବୁ ଜିନିଷକୁ ଏଠି ସେଠି ପକାଇକି ରଖନ୍ତୁ ନାହିଁ। ସାଙ୍ଗମାନେ, ଆପଣମାନେ ଯଦି ଏହିସବୁ ଜିନିଷକୁ କରନ୍ତି, ଆପଣ ଯେଉଁ ଦେବାଦେବୀଙ୍କୁ ପୂଜା କରୁଛନ୍ତି ସେମାନଙ୍କର କୋପ ଦୃଷ୍ଟି ଆପଣଙ୍କ ଉପରେ ପଡ଼ିଥାଏ, ଯାହାଫଳରେ କି ଆପଣମାନଙ୍କର ଯେଉଁ ମନସ୍କାମନା ରହିଥାଏ, ଆପଣ ଯେଉଁ ଶୁଭ କାମନା କରି ଠାକୁରଙ୍କ ପାଖେ ଦୀପ ଜାଳିଥାନ୍ତି ସେସବୁ ଅଧାରେ ରହିଥାଏ। ତେଣୁ ଆପଣମାନେ ଏପରି ଭୁଲ କେବେ ବି କରନ୍ତୁ ନାହିଁ। ଯାହା ବି ଆପଣମାନେ ଦୀପ ଲଗାଇଲା ବେଳେ ନିଶ୍ଚିତ ଭାବରେ ପ୍ରଥମେ ଦୀପକୁ ପରିଷ୍କାର କରିକି ହିଁ ଦୀପ ଠାକୁରଙ୍କ ପାଖରେ ପ୍ରଜ୍ୱଳନ କରନ୍ତୁ। ନିଜର ଶୁଭ କାମନା କରି ହିଁ ଆପଣମାନେ ଦୀପକୁ ପ୍ରଜ୍ୱଳନ କରନ୍ତୁ।
ଆଉ ମନେ ରଖନ୍ତୁ ଏହାର ସଳିତାକୁ କେବେ ବି ଆପଣମାନେ ଯେପରି ପାଦରେ କୁଦନ୍ତି ନାହିଁ ସେଇଟାକୁ ଧ୍ୟାନ ଦିଅନ୍ତୁ। ଏମିତି ଜାଗାରେ ରଖନ୍ତୁ ସେ ସଳିତାକୁ, ଗୋଟେ ଡବାରେ ହେଉ ପଲିଥିନରେ ହେଉ ରଖନ୍ତୁ ଆଉ ତାକୁ କେବେ ବି ପାଦରେ ମାଡ଼ନ୍ତୁ ନାହିଁ। ଆଶା କରେ ସାଙ୍ଗମାନେ ମୋର ଏହି ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିତ ରୂପରେ ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ମୋର ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ, ନିଜର ପ୍ରିୟଜନମାନଙ୍କୁ ନିଶ୍ଚିତ ସେୟାର କରନ୍ତୁ, କାହିଁକିନା ହୁଏତ ଆପଣମାନଙ୍କ ପ୍ରିୟଜନ ବି ଏପରି କିଛି ଭୁଲ କରୁଥିବେ ଆଉ ଏହି ଭିଡ଼ିଓଟି ଆପଣମାନେ ତାଙ୍କୁ ସେୟାର କରିବା ଦ୍ୱାରା ସେମାନେ ମଧ୍ୟ ସଚେତନ ହୋଇପାରିବେ। ତ ସାଙ୍ଗମାନେ ମୋର ଭିଡ଼ିଓକୁ ଆପଣମାନେ ନିଶ୍ଚିତ ଭାବରେ ଗୋଟେ ଲାଇକ୍ କରିବେ ଆଉ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲନ୍ତୁ ନାହିଁ। ନେକ୍ସଟ ଆଉ ଏକ ଟପିକ୍ ଆପଣମାନଙ୍କ ପାଇଁ ନେଇକି ଆସିବି। ସେତେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହିଲି, ନମସ୍କାର।